କୂଳରେ ଗଢ଼ି ଉଠିଛି ଅନେକ ମଠ ମନ୍ଦିର। ଏ ନଦୀ ପଠାରେ ଅନେକ ସାଧୁ ସନ୍ଥ ତପସ୍ୟା କରି ସିଦ୍ଧିଲାଭ କରିଛନ୍ତି। ସେହିଭଳି ଏକ ଅଲୌକିକ ସାଧନା ପୀଠ ହେଉଛି କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ମାଧବ ପଞ୍ଚାୟତର ନାଗଋଷି ମଠ। ବିଶ୍ୱାସ ରହିଛି ଏଠାରେ ଜଣେ ସାଧୁ ନାଗମାନଙ୍କ ସହିତ ରହି ତପସ୍ୟା କରି ସମାଧି ନେଇଥିଲେ। ଏଠାରେ ଭକ୍ତିର ସହିତ ଗଞ୍ଜେଇ ଦାନ କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଜନଶ୍ରୁତି ରହିଛି। ଆସନ୍ତୁ ଦେଖିବା ଏ ଅଲୌକିକ ମଠ ଉପରେ ଏ ରିପୋର୍ଟ। ପ୍ରାଚୀ ନଦୀ କୂଳର ଘଞ୍ଚ ଜଙ୍ଗଲ ଓ ସୁନ୍ଦର ପରିବେଶ ଭିତରେ ରହିଛି ବହୁ ପ୍ରାଚୀନ ନାଗଋଷି ମଠ। ମଠ ପରିସରରେ ରହିଛି ହୁଙ୍କା, ଯାହା ଉପରେ ଏକ ଅଜଣା ବୁଦା ଗଛ ଅଛି, ଯାହାକୁ ଆଜି ପର୍ଯ୍ୟନ୍ତ କେହି ଚିହ୍ନି ପାରିନାହାନ୍ତି। ଲୋକକଥା ଅନୁଯାୟୀ ବହୁ ବର୍ଷ ପୂର୍ବେ ଗାଁ ଲୋକେ ସ୍ୱପ୍ନାଦେଶ ପାଇ ଏହି ସ୍ଥାନ ସଫା କରିବା ବେଳେ ହୁଙ୍କା ସହ ଏକ ପ୍ରାଚୀନ ବାମ୍ଫି ବା କୂଅ ପାଇଥିଲେ। ସେହି ବାମ୍ଫିରୁ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଉଦ୍ଧାର ହୋଇଥିଲା। ପରବର୍ତ୍ତୀ ସମୟରେ ଗାଁ ଲୋକେ ସେଠାରେ ଏକ ସୁନ୍ଦର ମନ୍ଦିର ନିର୍ମାଣ କରି ପୂଜାର୍ଚ୍ଚନା କରୁଛନ୍ତି। ମଠର ମାହାତ୍ମ୍ୟ ଏପରି ଯେ ଯଦି କେହି ଭକ୍ତିର ସହ ଏଠାରେ ଗଞ୍ଜେଇ ଦାନ କରେ ତାର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ରାତିରେ ନିସ୍ତବ୍ଧ ସମୟରେ ସେ ନାଗଋଷି ଯେ କଠଉ ପିନ୍ଧି ଗେରୁ ବସ୍ତ୍ର ପିନ୍ଧି ଜଟା ଆଉ ସର୍ପ ଭଳିଆ ଜଟା ଥାଏ, ସେ ବୁଲାବୁଲି କରନ୍ତି। ଆଉ ଆମ ଗାଁର ସୁରକ୍ଷା ପାଇଁ ଏମିତି କେତେଥର ସ୍ୱପ୍ନାଦେଶ ହେଇଛି ଯେ ହଇଜା ଆସିଲେ ଆଉ କିଛି ରୋଗ ବୈରାଗ ଆସିଲେ ଯେ ସେ ରୋକି ଦିଅନ୍ତି। ସେ ଜଣେ ଅଛନ୍ତି ନାଗଋଷି ବାବା। ଏ ଅଞ୍ଚଳର ପ୍ରସିଦ୍ଧ ବାବା। ଏଠି ଭଲ ମନ୍ଦ ହେଲେ ଗଞ୍ଜେଇ ମହାପ୍ରଭୁଙ୍କ ପ୍ରସାଦ ରୂପରେ ବ୍ୟବହାର କରାଯାଏ। ମହାପ୍ରଭୁଙ୍କୁ ଆପଦେ ବିପଦେ ଡାକିଦେଲେ ଲୋକମାନେ ବିପଦରୁ ମୁକ୍ତ ଲାଭ କରନ୍ତି। ପ୍ରାଚୀ ଉପତ୍ୟକାରେ ଅବସ୍ଥିତ ଏହି ପ୍ରାଚୀନ ପୀଠରେ ପ୍ରଭୁ ଶ୍ରୀ ଜଗନ୍ନାଥ, ନୃସିଂହ, ମା ମଙ୍ଗଳା, ଲକ୍ଷ୍ମୀ ନାରାୟଣ ଓ ମା ଲକ୍ଷ୍ମୀ ପୂଜା ପାଉଛନ୍ତି। ଏହି ମଠ ପରିସରରେ ଟିକେ ସମୟ ବସିଗଲେ ସବୁ ଅବସାଦ ଦୂର ହୋଇଯାଏ ବୋଲି ଶ୍ରଦ୍ଧାଳୁ କୁହନ୍ତି। ନାଗଋଷି ମଠର ମୁଖ୍ୟ ଭୋଗ ହେଉଛି ଗଞ୍ଜେଇ ଏବଂ ଅନ୍ୟ ଏକ ସ୍ୱତନ୍ତ୍ର ପ୍ରସାଦ ଭାବେ ନିମ୍ବ ପିତା ଭୋଗ ଲାଗି କରାଯାଇଥାଏ। ଆଧ୍ୟାତ୍ମିକ ଏବଂ ଅଲୌକିକ ମହାତ୍ମ୍ୟ ଥାଇ ମଧ୍ୟ ସରକାରୀ ଅଣଦେଖା ଯୋଗୁଁ ମଠଟି ଏପର୍ଯ୍ୟନ୍ତ ସୁଦୂର ପ୍ରସାରୀ ହୋଇପାରିନି। ପ୍ରଶାସନର ଉଦାସୀନତା ଯୋଗୁଁ ଏହା ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଏବେ ମଠଟି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦାନରେ ପରିଚାଳିତ ହେଉଛି। ନାଗଋଷି ମଠର ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ଅଛି, ଯାହା ଯେତେବେଳେ ମାନସିକ କରାଯାଇଥାଏ ଏବଂ ଯେଉଁ ଭୋଗ ଅର୍ପଣ କରାଯାଇଥାଏ ସେ ଭୋଗ ଅର୍ପଣ କଲା ପରେ ମଧ୍ୟ ତାଙ୍କର ମାନସିକଟି ପୂରଣ ହୋଇଥାଏ ବୋଲି ମାନେ ରହିଛି। ଏଠାରେ ଜନଶ୍ରୁତି ମଧ୍ୟ ରହିଛି। ସରକାରୀ ସ୍ତରରେ ତ ବିଭିନ୍ନ ପ୍ରକାର ମଠ ମନ୍ଦିର ପାଇଁ ପ୍ରୋତ୍ସାହନ ସରକାରଙ୍କ ତରଫରୁ ଆସୁଛି। ଯେ ଆ ଉପରେ ସରକାର ଯଦି ନଜର ଦେବେ, କିଛି କିଛି ଯଦି ପ୍ରୋତ୍ସାହନ ରାଶି ମିଳିବ, ଆମେ ସେ ପଇସାଠୁ କାମ ଲଗେଇକିରି ଏଠି ଅନ୍ତତଃ କିଛି ଭକ୍ତମାନଙ୍କ ପାଇଁ, ଯାତ୍ରୀମାନଙ୍କ ପାଇଁ, ଯଜମାନେ ଯିଏ ଆସୁଛନ୍ତି ତାଙ୍କ ପାଇଁ ଟିକେ ରହିବାର ସୁବିଧା ପ୍ରଶାସନ